ସୃଜନଶୀଳତା ଥାଏ ତାଙ୍କୁ ପ୍ରଜ୍ଞାଶୀଳ ବ୍ୟକ୍ତି କୁହାଯାଏ। ତେଣୁ ଜୀବନର ଚଳାପଥରେ ସମାଜରେ ଚାଲୁ ଚାଲୁ ଆମେ ତ ଜ୍ଞାନୀ ଲୋକଙ୍କୁ ପାଇବା, ଆମେ ତ କୁଶଳୀ ଲୋକଙ୍କୁ ପାଇବା, କିନ୍ତୁ ଆମେ କଚିତ ପ୍ରଜ୍ଞାଶୀଳ ଲୋକକୁ ପାଇବା। ବର୍ତ୍ତମାନ ମୁଁ ଉତ୍ସବ ବାବଦରେ କହିବି। ଉତ୍ସବ କ'ଣ ନା ଆମେ ଯେଉଁ କାର୍ଯ୍ୟକ୍ରମକୁ ଅତି ଶ୍ରଦ୍ଧାରେ, ଅତି ଉଦ୍ଦୀପନାରେ, ଅତି ଆଶା ଏବଂ ଆକାଂକ୍ଷାରେ ପାଳନ କରୁ ତାହା ହିଁ ଉତ୍ସବ। ଗୋଟେ ବର୍ଷ ଖୁବ କମ ସମୟ ନୁହେଁ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ବହୁତ ମୂଲ୍ୟବାନ। ତେଣୁ 365 ଦିନରେ ଅନେକ ଘଟଣା ଅଘଟଣା ଭିତରେ ଆମେ ସବୁବେଳେ ଆଗକୁ ବଢିବାର ଯେଉଁ ସ୍ୱପ୍ନ ନେଇଥାଉ ତାକୁ ଆମେ ବାର୍ଷିକ ଉତ୍ସବରେ କ'ଣ କରୁ? ଗୋଟେ ବର୍ଷ ତ ଗଲା, ଦେଖିବା କ'ଣ ହେଇଛି, ମୁଁ କେତେ ବାଟ ଯାଇଛି, କେତେ ବାଟ ମୁଁ ପଛେଇଛି। ପ୍ରତ୍ୟେକ ଅନୁଷ୍ଠାନରେ, ପ୍ରତ୍ୟେକ ପରିବାରରେ, ପ୍ରତ୍ୟେକ ସରକାରରେ ପ୍ରତ୍ୟେକ ବର୍ଷର କାର୍ଯ୍ୟକୁ ସମୀକ୍ଷା କରାଯାଏ। ତେଣୁ ବାର୍ଷିକ ଉତ୍ସବ ପାଳନ କରିବାର ଯଥାର୍ଥତା ଅଛି, ଗୁରୁତ୍ୱ ଅଛି, ସବୁଦିନେ ମଧ୍ୟ ରହିବ। ବାକି କଥା ହେଲା ଯେ ବାର୍ଷିକ ଉତ୍ସବରେ ଯେତେବେଳେ ମୁଁ ଜିଲ୍ଲା ସ୍କୁଲରେ ପଢୁଥିଲି, ମୋର ମନେ ପଡ଼େ ଆମର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଶତପଥୀ ଥିଲେ, ନନ୍ଦିନୀ ଶତପଥୀଙ୍କର ଦିଅର। ସେ ବାର୍ଷିକ ବିବରଣୀ ପଢ଼ିବା ପାଇଁ 2-3 ଦିନ ପୂର୍ବରୁ ହଷ୍ଟେଲରେ ବସି ଗୋଟେ ପ୍ରସ୍ତୁତ ହୁଅନ୍ତି ଯେ ଆମର ଅନୁଷ୍ଠାନରେ ଗୋଟେ ବର୍ଷରେ ଆମେ କ'ଣ ସଫଳତା ସାଉଁଟିଛୁ। ବର୍ତ୍ତମାନ ସମୟରେ ସେଇ ବାର୍ଷିକ ବିବରଣୀ ପାଠ କରିବା ପ୍ରାସଙ୍ଗିକତା ହରାଇଛି। କାହିଁକି ହରାଇଛି? ଧରନ୍ତୁ ଆପଣଙ୍କ ଅଞ୍ଚଳରେ ଅନ୍ନପାଳ କଲେଜ ଅଛି, ଏ କଲେଜରେ ଗୋଟେ ବର୍ଷ ଭିତରେ କ'ଣ କାର୍ଯ୍ୟକ୍ରମ ହେଉଛି ଆପଣମାନେ ବ୍ୟସ୍ତବହୁଳ ଜୀବନ ଭିତରେ ଜାଣିପାରୁନଥିବେ। ତେଣୁ ଆପଣମାନେ ଯେତେବେଳେ ବାର୍ଷିକ ଉତ୍ସବରେ ଉପସ୍ଥିତ ହେବେ ଆପଣ ଭାବିବେ ଦେଖିବା ଏ କଲେଜରେ ଗୋଟେ ବର୍ଷରେ ପିଲା କ'ଣ କ'ଣ କରିଛନ୍ତି। ଏବେ ଆଉ ସେ ସମୟ ନାହିଁ। ଏବେ ଯେକୌଣସି କାର୍ଯ୍ୟକ୍ରମ ହେଲେ ସଙ୍ଗେ ସଙ୍ଗେ ସାମାଜିକ ଗଣମାଧ୍ୟମ, ଫେସବୁକ୍ ହଉ, ହ୍ୱାଟ୍ସଆପ୍ ହଉ, ଥ୍ରେଡ୍ ହଉ, ଆପଣଙ୍କର ଟ୍ୱିଟର ହଉ, ସବୁଆଡ଼େ ସେ ଚିତ୍ର ପଳେଇ ଯାଉଛି। ଯେଉଁମାନେ ଶିକ୍ଷା ଅନୁଷ୍ଠାନର ଉଚ୍ଚ ପଦାଧିକାରୀ ଅଛି ତାଙ୍କ ପାଖକୁ ବି ଯାଉଛି, ଛାତ୍ରଛାତ୍ରୀମାନଙ୍କ ପାଖକୁ ଯାଉଛି ଏବଂ ଛାତ୍ରଛାତ୍ରୀମାନେ ପରିବାର ସହିତ ସେୟାର କରୁଛନ୍ତି ଯେ ମୁଁ ଆଜି ଡିଫେନ୍ସ ପ୍ରୋଗ୍ରାମରେ ଥିଲି, ଆତ୍ମରକ୍ଷା କୌଶଳ ଶିଖୁଥିଲି, ବୋଉ ମୋ ଫଟୋ ଦେଖ। ମୁଁ ଆଜି ଆନୁଆଲ ଫଙ୍କସନରେ ଥିଲି, ସେ ଫଟୋ ବେଳେବେଳେ ଆମେରିକାରେ ପହଞ୍ଚୁଛି। ଏକଦା ଜଣେ ଛାତ୍ରୀ ମୋ ପାଖରେ ପଢୁଥିଲା, ସିଏ ନାଇରୋବିରେ ରହୁଛି। ଗୋଟେ ଲଙ୍ଗ ରିଙ୍ଗ ହେଲା ରାତିରେ, ମୁଁ ଆଶ୍ଚର୍ଯ୍ୟ ହେଲି। ମତେ କହିଲେ ସାର୍ ମୁଁ ନାଇରୋବିରେ ଅଛି, ମୋ ନାଁ ସ୍ନିଗ୍ଧା ମହାନ୍ତି, ମୁଁ ଆପଣଙ୍କର ବହି ଗୁଡାକ ଦେଖିଲି। ମୁଁ କୋଉଠି? କହିଲେ Amazon.com ଦେଖିଲି ସାର୍, ଗୁଡାଏ ଉପନ୍ୟାସ ଏବଂ ଗଳ୍ପ ଆପଣ ଲେଖିଛନ୍ତି। ମୁଁ ଛାଡିବେ, ମୁଁ ଗୋଟେ ଅଜ୍ଞାତ ଲେଖକ, ମୋର କିଛି ପରିଚୟ ନାହିଁ। କାରଣ ଆମେ ଯେତେବେଳେ ଜନ୍ମ ହଉ ଆମର କିଛି ପରିଚୟ ନଥାଏ। ଆପଣ ପାଣିର କିଛି ପରିଚୟ ନାହିଁ। ପାଣି ଯେତେବେଳେ ଗରାର ରହିବ ଗୋଟେ ଗରା ପାଣି କହିବା, ଗ୍ଲାସରେ ରହିଲେ ଗୋଟେ ଗ୍ଲାସ ପାଣି କହିବା, ସେଇ ପାଣି ସମୁଦ୍ର ରହିଲେ ସମୁଦ୍ରଟି ବୋଲି କହିବା, ନଈଟି ବୋଲି କହିବା। ତେଣୁ ବ୍ୟକ୍ତିର କିଛି ପରିଚୟ ନଥାଏ। ବାକି ଆମେ ଆସିବା ଯେ ଯେତେବେଳେ ଆମେ ସଭାଟେ କରୁଛନ୍ତି, ସାମ୍ପ୍ରତିକ ପରିସ୍ଥିତିରେ ଆମେ ଯଦି ଅନୁଧ୍ୟାନ କରିବା, ଆମେ ଯେଉଁ ସଭା କରୁଛନ୍ତି ଏବଂ ବକ୍ତା ମାନଙ୍କୁ ଡାକୁଛନ୍ତି, ବକ୍ତବ୍ୟ କାହାକୁ କହନ୍ତି? ଆମେ ସକାଳୁ ଉଠି ସଞ୍ଜବେଳ ପର୍ଯ୍ୟନ୍ତ ଅନେକ କଥା ହଉ, ସେଗୁଡାକୁ ବକ୍ତବ୍ୟ କୁହାଯାଏ ନାହିଁ। ଆମେ ପରସ୍ପର ସହିତ ଅଧଘଣ୍ଟେ ଘଣ୍ଟେ ମୋବାଇଲରେ ଗପୁ, ତାହା ବକ୍ତବ୍ୟ ନୁହେଁ। ତାହେଲେ ବକ୍ତା କିଏ ଏବଂ ବକ୍ତବ୍ୟ କ'ଣ? ଯେଉଁ ଉକ୍ତି ଶ୍ରୋତାର ବୌଦ୍ଧିକ ଏବଂ ଆତ୍ମିକ ବିଶ୍ୱାସରେ ବିକାଶରେ ସାହାଯ୍ୟ ହୁଏ, ସେ ହିଁ ଜଣେ ସୁବକ୍ତା। ତେଣୁ ବକ୍ତା ଜଣେ ପ୍ରଜ୍ଞାଶୀଳ ବ୍ୟକ୍ତି ହେଇଥାନ୍ତି। ଆମେ ଯେତେବେଳେ ସ୍କୁଲ କଲେଜରେ ପଢୁଥିଲୁ, କିଏ ଆସିବ ନା ଜଣେ ବକ୍ତା ଆସିବେ। ଥରେ ମତେ ସୁଯୋଗ ମିଳିଥିଲା ମନୋଜ ଦାସଙ୍କୁ ଭେଟିବାର। ମନୋଜ ଦାସଙ୍କୁ ଡକା ହେଇଥିଲା ଗୋଟେ ପ୍ରୋଗ୍ରାମରେ, ଓଡ଼ିଶାର ଜଣେ ପ୍ରତିଷ୍ଠିତ ଗାଳ୍ପିକ, ଉପନ୍ୟାସିକ, ମୁଁ ତାଙ୍କର ଜଣେ ସର୍ବଶ୍ରେଷ୍ଠ ପ୍ରଶଂସକ। ତାଙ୍କୁ ଡକା ହେଲା ପରେ ସିଏ ସଭାରେ କହିଲେ ଯେ ମତେ ଆପଣ କାହିଁକି ଡାକିଛନ୍ତି? ଆପଣଙ୍କୁ କ'ଣ ବକ୍ତା ମିଳିଲାନି? ଆଜିକାଲି ତ ବକ୍ତା ଅଦଳ ବଦଳ ହଉଛି। ମୋ ସ୍କୁଲରେ ଫଙ୍କସନ ହେଲେ ମୋ ପାଖ ସ୍କୁଲର ହେଡମାଷ୍ଟର କହିବି ତତେ ମୁଁ ଡାକିବି ବକ୍ତା କରି, ତୋ ସ୍କୁଲରେ ଯେତେବେଳେ ଫଙ୍କସନ ହବ ତୁ ମତେ ଡାକିଦେବୁ। ମୋ କାର୍ଡରେ ମୋ ନାଁଟା ରହିବା ଦରକାର। ତେଣୁ ଯେତେବେଳେ ବକ୍ତା ଅଦଳ ବଦଳ ହଉଛି, ଯେତେବେଳେ ବକ୍ତବ୍ୟର ମୂଲ୍ୟବୋଧ କମି ଯାଇଛି, ମତେ ତମେ କାହିଁକି ଡାକିଲ? ତେଣୁ ସମସ୍ତେ କରତାଳି ଦେଲେ
এবং মনোজ দাস সেটি গোটে কথা কহিলে সেই কথাটি মোর সারা জীবন মনে অছি। সে কহিলে যে এমিতি এক সময় আমি বিংশ শতাব্দীর একবিংশ শতাব্দীকে যাচ্ছু যেটি কণ হব না পুস্তক রাস্তা কড়ে বিক্রি হব, জুতা এবং মদ শোরুমে রহব। আমার চিন্তাধারা অতি নিম্নগামী হব। আমি মস্তিষ্কর সুস্থতা এবং শোভাবর্ধন নকরি শরীরর শোভাবর্ধন করিবার ব্যস্ত রহিব। সেইপাই আজকালি প্রত্যেক ছোট ছোট সহরে প্রত্যেক পঞ্চায়েতের আপনার দেখবে সাহিত্যর আসর। সেই সাহিত্যর আসর ভিতরে আপনার দেখবে যে অনেক শ্রোতা অনেক বক্তা কিন্তু সাহিত্যর কিছু অভিবৃদ্ধি হয়ে পার না। আমি যেকୌଣସି ଏକ ବାର୍ଷିକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥାଉ। ସାଂସ୍କୃତିକ କାର୍ଯ୍ୟକ୍ରମ କ'ଣ ନା ଆମର ଯେଉଁ ସଂସ୍କୃତି ରହିଛି ପ୍ରତ୍ୟେକ ଜାତି ପ୍ରତ୍ୟେକ ରାଷ୍ଟ୍ର ପ୍ରତ୍ୟେକ ଦେଶର ନିଜର ଏକ ସଂସ୍କୃତି ରହିଛି। ଯେଉଁ ଆଧ୍ୟାତ୍ମିକ ଧାର୍ମିକ ବୈଷୟିକ ବାଣିଜ୍ୟିକ ଜୀବନଶୈଳୀ ଯେଉଁଟା ଆମ ପୂର୍ବପୁରୁଷମାନେ ପୁରୁଷମାନେ ଆମ ପାଖରେ ଛାଡ଼ି ଯାଇଛନ୍ତି, ଆମେ ତାକୁ ଆମର କାର୍ଯ୍ୟକ୍ରମ ମାଧ୍ୟମରେ କଳା ନିପୁଣତା ମାଧ୍ୟମରେ ଆମେ ତାକୁ ପ୍ରକାଶ କରୁ। ସେ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରତ୍ୟେକ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଆମ ଭିତରେ ସଂସ୍କାର ଆଣିବା, ଆମକୁ ପରିମାର୍ଜିତ କରାଇବା, ଆମ ଭିତରେ ନୂତନ ରୂପରେଖ ଦେବା। ବାକି ମୁଁ ଛାତ୍ରଛାତ୍ରୀଙ୍କୁ ମୋ ଭାଷଣ ସାରିବା ପୂର୍ବରୁ ଗୋଟେ କଥା କହିବି, ଆମେ ସମସ୍ତେ ଜୀବନରେ ସଫଳ ହେବାକୁ ଚାହୁଁ, କିନ୍ତୁ ସଫଳତା ଆମକୁ ମିଳେ ନାହିଁ କାହିଁକି? ସଫଳତା ପାଇବାକୁ ହେଲେ ତିନୋଟି ଜିନିଷର ଆବଶ୍ୟକତା ଅଛି: ପ୍ରଜ୍ଞା, ଅଧ୍ୟବସାୟ ଏବଂ ଆତ୍ମବିଶ୍ୱାସ।